ଆପଣ ବର୍ତ୍ତମାନ ଗାଡ଼ି ଯେଉଁ କହିଲେ ମାନେ ଥିଏଟର ଆଣ୍ଡ ହ୍ୱିଲ୍ ମାନେ ଆପଣଙ୍କର ଗାଡ଼ି ଆଜିକା ବର୍ତ୍ତମାନ ଜେନେରେସନ୍ ଚାହୁଁଛନ୍ତି କେବଳ ଗାଡ଼ି ନୁହଁ, ଗାଡ଼ି ସହିତ ଆମକୁ ଅଲ୍ ଟାଇପ୍ ଅଫ୍ ଫ୍ୟାସିଲିଟି ଦରକାର। ଭଲ ମ୍ୟୁଜିକ୍ ଥିବ, କମ୍ଫର୍ଟ ଥିବ, ଇଭିନ୍ ତ ଆପଣଙ୍କର ଭେଣ୍ଟିଲେଟେଡ୍ ସିଟ୍ ବି ରହୁଛି, ଯେଉଁଥିରେ କି ଆପଣଙ୍କର ସିଟ୍ରୁ ବି ଆପଣଙ୍କର ଏସିର ଏୟାରଟା ବି ଆସିବ, ଯେଉଁଥିରେ କି ଆପଣଙ୍କର ପଛ ଯଦି ଗରମ ହେଇକି ଝାଳ ବାହାରେ ସେଇଟା ବି ହେବନି, ଯେଉଁଟା ଭେଣ୍ଟିଲେଟେଡ୍ ସିଟ୍ ବି ରହୁଛି। ସନରୁଫ୍ ତ ଆଜ୍ଞା ଏଥିରେ ପ୍ୟାନୋରାମିକ୍ ସନରୁଫ୍ ରହୁଛି ଆଜ୍ଞା। ଆପଣଙ୍କର ବ୍ରିଜା ଗାଡ଼ି ପୂର୍ବରୁ ଆମର ସନରୁଫ୍ ଥିଲା, ବର୍ତ୍ତମାନ ଏଇ ଗାଡ଼ିରେ ବି ପ୍ୟାନୋରାମିକ୍ ସନରୁଫ୍ ରହୁଛି, ଆହୁରି ବେଟର ମାନେ ଆହୁରି ସ୍ପେସିୟସ୍ ସନରୁଫ୍, ମାନେ ଯେଉଁଟା କହିବି ବିଗ୍ ସାଇଜ୍ ସନରୁଫ୍ ରହୁଛି। ବହୁତ ଦିନର ଅପେକ୍ଷା ପରେ ମାରୁତିର ଗୋଟେ ବହୁତ ଭଲ ଗାଡ଼ି, ପର୍ଟିକୁଲାରଲି ଏରିନା ଚ୍ୟାନେଲରେ ଆମର ଲାଷ୍ଟ 6 ଇୟର୍ସ ହେଲା କୌଣସି ନୂଆ ମଡ଼େଲ୍ ଲଞ୍ଚ ହୋଇନଥିଲା। 6 ଇୟର୍ସ ପରେ ଗୋଟେ ନୂଆ ମଡ଼େଲ୍ ଲଞ୍ଚ ହୋଇଛି, ଯେଉଁଟାକି ବହୁତ ଗୁଡ଼ାଏ ଫିଚର୍ସ ୱିଥ୍ ଲଟ୍ ଅଫ୍ ମାନେ ଆପଣଙ୍କର ସେଫ୍ଟି ଫିଚର୍ସ ୱିଥ୍ ଭଲ ମ୍ୟୁଜିକ୍ ସିଷ୍ଟମ୍ ରହୁଛି ତା ଦେହରେ, ଆଉ ଆପଣଙ୍କର ଟେକ୍ନୋଲୋଜି ୱାଇଜ୍ ୱାନ୍ ଅଫ୍ ଦ ବେଷ୍ଟ ଭେହିକଲ୍। ଫିଚର୍ସ କହିଲେ ଦେଖନ୍ତୁ, ପ୍ରଥମେ ତ ଆଡାସ୍ ଟେକ୍ନୋଲୋଜି ଗୋଟେ ରହୁଛି। ସେକେଣ୍ଡ ଜିନିଷ ହେଉଛି ଆପଣଙ୍କର ମ୍ୟୁଜିକ୍ ସିଷ୍ଟମ୍ରେ ଡଲବି ଆଟମସ୍ଫିୟରର ମ୍ୟୁଜିକ୍ ସିଷ୍ଟମ୍ ରହୁଛି। ହରମାନର ମ୍ୟୁଜିକ୍ ଦିଆହେଉଛି, ଯେଉଁଟାକି ୱାନ୍ ଅଫ୍ ଦ ବେଷ୍ଟ ମ୍ୟୁଜିକ୍। ଆପଣ ବର୍ତ୍ତମାନ ଗାଡ଼ି ଯେଉଁ କହିଲେ ମାନେ ଥିଏଟର ଆଣ୍ଡ ହ୍ୱିଲ୍ ମାନେ ଆପଣଙ୍କର ଗାଡ଼ି ଆଜିକା ବର୍ତ୍ତମାନ ଜେନେରେସନ୍ ଚାହୁଁଛନ୍ତି କେବଳ ଗାଡ଼ି ନୁହଁ, ଗାଡ଼ି ସହିତ ଆମକୁ ଅଲ୍ ଟାଇପ୍ ଅଫ୍ ଫ୍ୟାସିଲିଟି ଦରକାର। ଭଲ ମ୍ୟୁଜିକ୍ ଥିବ, କମ୍ଫର୍ଟ ଥିବ, ଇଭିନ୍ ତ ଆପଣଙ୍କର ଭେଣ୍ଟିଲେଟେଡ୍ ସିଟ୍ ବି ରହୁଛି, ଯେଉଁଥିରେ କି ଆପଣଙ୍କର ସିଟ୍ରୁ ବି ଆପଣଙ୍କର ଏସିର ଏୟାରଟା ବି ଆସିବ, ଯେଉଁଥିରେ କି ଆପଣଙ୍କର ପଛ ଯଦି ଗରମ ହେଇକି ଝାଳ ବାହାରେ ସେଇଟା ବି ହେବନି, ଯେଉଁଟା ଭେଣ୍ଟିଲେଟେଡ୍ ସିଟ୍ ବି ରହୁଛି। ବର୍ତ୍ତମାନ ଅଲରେଡ଼ି ଆମର ବୁକିଂ ଷ୍ଟାର୍ଟ ହେଇଗଲାଣି। 11,000 ଟଙ୍କା ରହୁଛି ବୁକିଂ ଆମାଉଣ୍ଟ। ଆପଣ 11,000 ଦେଇକି ବୁକିଂ କରିପାରିବେ। ଆପଣଙ୍କର ଏନି କଲର୍ କି ଏନି ମଡ଼େଲ୍ ବି ଆପଣ ଯଦି ପରେ ଚାହିଁବେ ଚେଞ୍ଜ କରିବା ପାଇଁ ବି ଦ୍ୟାଟ୍ ମେ ବି ଆପଣ ଚେଞ୍ଜ କରିପାରିବେ। ଆପଣ ଅନଲାଇନ୍ ବି ବୁକ୍ କରିପାରିବେ। ଆମ ଏକ୍ଜିକ୍ୟୁଟିଭ୍ କହିଲେ ବି ଆମ ଏକ୍ଜିକ୍ୟୁଟିଭ୍ ଯାଇକି ଆପଣ ଘରେ ବି ଯାଇକି ବୁକିଂ ଆଣିପାରିବେ, କିଛି ଅସୁବିଧା ନାହିଁ। କଣ୍ଟାକ୍ଟ ନମ୍ବର ସାର୍ ଆମେ କଣ୍ଟାକ୍ଟ ନମ୍ବର ଆମ ସୋରୁମ୍ରେ ସେୟାର କରିଦେବୁ। ସାର୍ ବର୍ତ୍ତମାନ ଟେଷ୍ଟ ଡ୍ରାଇଭ୍ ଆରମ୍ଭ ହୋଇନି, ବିକଜ୍ ଗାଡ଼ି ରେଜିଷ୍ଟର୍ଡ ହେଇନି, ପ୍ଲସ୍ ଗାଡ଼ି ବି ଗୋଟେ ଗାଡ଼ି ଆସିଛି କେବଳ ଲଞ୍ଚିଂ ପାଇଁ, ତେଣୁ ଟେଷ୍ଟ ଡ୍ରାଇଭ୍ ଷ୍ଟାର୍ଟ ହେଇଯିବ, ଟିକେ ଟାଇମ୍ ଲାଗିବ। 22 ତାରିଖ ପରେ ଟେଷ୍ଟ ଡ୍ରାଇଭ୍ ଷ୍ଟାର୍ଟ ହେଇଯିବ। ଡେଫିନେଟଲି ଚାହିଦା ରହିବ। ଏମିତିଆ ଗାଡ଼ି ମୁଁ ଭାବୁଛି କୌଣସି ଅଟୋମୋବାଇଲ୍ର ନଥିବ, ଯେତେ ବହୁତ ସୁନ୍ଦର ଫିଚର୍ସ ସହିତ ଗାଡ଼ିର ଭେରି ଗୁଡ୍ ଲୁକ୍ସ ଅଛି। ଡେଫିନେଟଲି ଚାହିଦା ରହିବ। ସନରୁଫ୍ ତ ଆଜ୍ଞା ଏଥିରେ ପ୍ୟାନୋରାମିକ୍ ସନରୁଫ୍ ରହୁଛି ଆଜ୍ଞା। ଆପଣଙ୍କର ବ୍ରିଜା ଗାଡ଼ି ପୂର୍ବରୁ ଆମର ସନରୁଫ୍ ଥିଲା, ବର୍ତ୍ତମାନ ଏଇ ଗାଡ଼ିରେ ବି ପ୍ୟାନୋରାମିକ୍ ସନରୁଫ୍ ରହୁଛି, ଆହୁରି ବେଟର ମାନେ ଆହୁରି ସ୍ପେସିୟସ୍ ସନରୁଫ୍, ମାନେ ଯେଉଁଟା କହିବି ବିଗ୍ ସାଇଜ୍ ସନରୁଫ୍ ରହୁଛି।